ବଦଳିବ ଯୋଡ଼ା ସହରର ରୂପରେଖ। ମୁଖ୍ୟମନ୍ତ୍ରୀ ଦେଲେ 1100 କୋଟି ଟଙ୍କା। ଯୋଡ଼ାରେ ହେବାକୁ ଥିବା 5ଟି ପ୍ରକଳ୍ପ ନିମନ୍ତେ ମାନ୍ୟବର ମୁଖ୍ୟମନ୍ତ୍ରୀ 1100 କୋଟି ଟଙ୍କା ମଞ୍ଜୁରୀ କରିଥିବା ଜଣାପଡ଼ିଛି। ଆମେ ପୂର୍ବ ବର୍ଷେ ଜୁନ୍ ମାସରେ 2024 ଜୁନ୍ ମାସରେ କିଛି ଉନ୍ନତିମୂଳକ ପଦକ୍ଷେପର ପ୍ରାର୍ଥୀପତ୍ର ଦାଖଲ କରିଥିଲୁ ଏବଂ ଆଶାର୍ଦ୍ଦର ଫାଉଣ୍ଡେସନ ପକ୍ଷରୁ ଏହି ସବୁ ଦାଖଲ ହେଇଥିଲା ଏବଂ ଆଶା କରୁଛୁ ବହୁତ କମ୍ ଦିନରେ ହିଁ ଏସବୁ ଜିନିଷ ଗୁଡ଼ା ଆମର ହେଇଯାଇଛି। ଯାହା ଭିତରେ ଆମର 5ଟି ଉନ୍ନତିମୂଳକ କାର୍ଯ୍ୟ ଥିଲା, ଯୋଉଟାକି ହେଲା ଗୋଟେ ଶମଶାନ ଘାଟ, ଆମର ଶାସ୍ତ୍ରୀନଗରରେ ଗୋଟେ ଷ୍ଟାଡିୟମ, ନଦୀ ଆମର ସୁନା ନଦୀ ପାର୍ଶ୍ୱରେ ଏକ ଚଲାପଥ ଏବଂ ନୂଆ ବସଷ୍ଟାଣ୍ଡର ଏଇ ସବୁ ନେଇକିରି ଆମେ ଦାବିପତ୍ର ରଖିଥିଲୁ। ଆମେ ଆଜି ଆସିଥିଲୁ ଆଶାର୍ଦ୍ଦର ଫାଉଣ୍ଡେସନ ତରଫରୁ ଆମର ବିଡିଓ ସାର୍ଙ୍କୁ ଦାବିପତ୍ର ଦେବା ପାଇଁ। ଏହା ପୂର୍ବରୁ ସିଏମ୍ ସାର୍ଙ୍କୁ ଆମ ଓଡ଼ିଶାର ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ମୋହନ ଭାଇଙ୍କୁ ଏଗୁଡ଼ା ସବୁ ଦିଆ ହେଇଥିଲା। आज जोड़ा ब्लॉक जोड़ा म्यूनिसिपालिटी हठात आम गस्त कलु कि 2024 माननीय मुख्यमंत्री को आम गोटे दाबीपत्र देलु आशा द्वार फाउंडेशन माध्यम जो कि से दाबीटा को माननीय मुख्यमंत्री ग्रहण कर 2024 हवा कथा एवं आमको भिजिट करवाई कही आटा को रिपीट करवाई ब्लॉक और जोड़ा म्यूनिसिपालिटी एग्जीक्यूटिव अफिसर को फिर आम दाबीपत्र देलु कि जिते अतिशीघ्र डीपीआर बन करदे आम सांक्शन कर माननीय मुख्यमंत्री फंड।